ତ ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଆଉ ଗୋଟେ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ପୁରୁଷର ଅଙ୍ଗୁଳି ଲକ୍ଷଣ, ଆଉ ବର୍ତ୍ତମାନ ଏହି ଭିଡ଼ିଓରେ ଆମେ ଜାଣିବା ନଖର ବର୍ଣ୍ଣରୁ ଲକ୍ଷଣ ଜାଣିବା। ନଖର ବର୍ଣ୍ଣରୁ ଲକ୍ଷଣ ଜାଣିବା। ତ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା। ଯାହାଙ୍କର ନଖ ଗୁଡ଼ିକ ଲମ୍ବା ସେମାନେ ସମସ୍ତ କାର୍ଯ୍ୟରେ ଧୁରନ୍ଧର। ଯାହାଙ୍କର ନଖ ଲମ୍ବ ଓ ବୃହତ ତାମ୍ରବର୍ଣ୍ଣରେ ସେମାନେ ଖୁବ୍ ବଳବାନ ଓ ଦୀର୍ଘାୟୁ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନୀଳବର୍ଣ୍ଣ ନଖ ସେପରି ବ୍ୟକ୍ତି ସଦା ଦୁର୍ବଳ ମନା, ଖୁବ୍ ସନ୍ଦେହୀ। ତ ଆଗକୁ ଯିବା। ଯାହାଙ୍କର ନଖର ବର୍ଣ୍ଣ ଗୋଲାପୀ ସେପରି ମନୁଷ୍ୟ ସଦା ସୁଖୀ ନିରୋଗୀ। ତ ଆଗକୁ ଯିବା। ଯାହାଙ୍କର ନଖର ବର୍ଣ୍ଣ କୃଷ୍ଣବର୍ଣ୍ଣ ସେମାନେ ବହୁଦିନ ଏକ କଠିନ ରୋଗରେ ଆକ୍ରାନ୍ତ ହୋଇ ସେହି ରୋଗରେ ମୃତ୍ୟୁ ଲଭନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ଅଧା ନାଳ ବର୍ଣ୍ଣ ଅଧା ଗୋଲାପୀ ସଦୃଶ୍ୟ ସେହିମାନେ ସୁଖ ଦୁଃଖକୁ ସମାନ ଭୋଗ କରି ବଞ୍ଚି ରହିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ଶୁଭ୍ରବର୍ଣ୍ଣ ସେମାନେ ସଦା ମାନସିକ ରୋଗରେ ପଡ଼ି ବହୁ ଚିନ୍ତାରେ ଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ହାଲୁକା ଜଣାଯାଏ ସେମାନେ ବୀର ଦୁଃଖୀ ସୁଖର ସ୍ୱପ୍ନ ମଧ୍ୟ ଦେଖନ୍ତି ନାହିଁ। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ଉଚ୍ଚା ନିବାରଙ୍ଗା ଭଙ୍ଗା ଭଙ୍ଗା ସେମାନେ ବହୁ ଦୁରାରୋଗ୍ୟ ଭୋଗ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ସାମାନ୍ୟ ଉଚ୍ଚତା ସେମାନେ ପ୍ରତାରକ ମନୁଷ୍ୟ ଭାବରେ ପରିଚିତ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ବକ୍ର ସେହି ମନୁଷ୍ୟମାନଙ୍କୁ ନିଷ୍ଠୁର ଭାବରେ ଚିହ୍ନି ରଖିବ ସେମାନେ ହୃଦୟହୀନ ପାଷାଣ ସଦୃଶ୍ୟ। ତ ଆଗକୁ ଯିବା। ଯାହାଙ୍କର ନଖର ଅଗ୍ରଭାଗ ବକ୍ର ସେମାନେ ହୀନପଣରେ ବୁଡ଼ିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ତାମ୍ରବର୍ଣ୍ଣ ସେମାନେ ସଦାନନ୍ଦ ମହତ ମନୁଷ୍ୟ ପରି ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ଲାଲ ବର୍ଣ୍ଣ ସେମାନେ ଦୈହିକ ସୁଖ ଭୋଗୀ ସଦାସର୍ବଦା ନିରୋଗୀ ହୋଇ ବଞ୍ଚି ରହନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ମାଂସଳ ଲମ୍ବା କୁଞ୍ଚି ସଦୃଶ୍ୟ ଅଗ୍ରଭାଗ ସେହି ବ୍ୟକ୍ତିମାନେ କଳାର ପୂଜାରୀ କଳାକାର ଭାବରେ ସମ୍ମାନ ପାଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ଚଉଡ଼ା ସେମାନଙ୍କୁ ଜ୍ଞାନୀ ଭାବରେ ସମ୍ମାନ ମିଳିଥାଏ। ତ ଆଗକୁ ଯିବା। ଯାହାଙ୍କର ନରମ ନରମ ନଖ ସେମାନେ ସୁଖ ସୌଭାଗ୍ୟର ଅଧିକାରୀ। ତ ଆଗକୁ ଯିବା। ଯାହାଙ୍କର ନଖ ଗୁଡ଼ିକ ଲମ୍ବା ଓ ନଖରେ ଧଳା ଦାଗ ରହିଥାଏ ସେମାନେ ଆର୍ଥିକ ପାରିବାରିକ ଏପରି ସମସ୍ୟା ମାନଙ୍କର ପଡ଼ି ଦୁଃଖ ଭୋଗନ୍ତି। ତ ବନ୍ଧୁ, ଆଜି ଆମେ ଜାଣିଲେ ନଖର ବର୍ଣ୍ଣରୁ ଲକ୍ଷଣ ଜାଣିବା। ଆଜି ପାଇଁ ଏତିକି। ଆମେ ପରବର୍ତ୍ତୀ ଭିଡ଼ିଓରେ ଜାଣିବା ନାରୀମାନଙ୍କର ନଖ। ତ ସେଇ ପର୍ଯ୍ୟନ୍ତ ରହୁଛି। ନମସ୍କାର।